ଆଜି ରଣପୁର ତାଲୁକ ଲିଗାଲ ସର୍ଭିସ କମିଟି ଜାତୀୟ କନ୍ୟା ଦିବସ ପାଳନ କରିବା ପାଇଁ ଏକ ସଚେତନତା ଶିବିର ସରସ୍ୱତୀ ଶିଶୁ ମନ୍ଦିର ରଣପୁରରେ ଅନୁଷ୍ଠିତ ହୋଇଅଛି, ଯାହାକି ପ୍ରତିବର୍ଷ ଜାନୁଆରୀ 24 ତାରିଖରେ ଭାରତରେ ପାଳନ କରାଯାଏ। ଏହି ବିଶେଷ ଦିନଟି ଆମକୁ କନ୍ୟା ସନ୍ତାନର ଅଧିକାର, ସୁରକ୍ଷା ଏବଂ ପ୍ରତ୍ୟେକ କନ୍ୟାକୁ ପଢ଼ିବା, ଶିଖିବା ଏବଂ ସଫଳ ହେବା ପାଇଁ ସମାନ ସୁଯୋଗ ପାଇବା ନିଶ୍ଚିତ କରିବାର ଗୁରୁତ୍ୱକୁ ମନେ ପକାଇଥାଏ। ଆଜିର କାର୍ଯ୍ୟକ୍ରମରେ ରଣପୁର କୋର୍ଟର ବିଚାରପତି ଶ୍ରୀ ପୁଣ୍ୟଶୋକ ଦାସ ମହୋଦୟ କନ୍ୟା ସନ୍ତାନ ବୋଝ ନୁହେଁ, ସେ ଏକ ଆଶୀର୍ବାଦ, ସେ ଏକ କନ୍ୟା, ଭଉଣୀ ଏବଂ ବନ୍ଧୁ। ତଥାପି ଆମ ଦେଶରେ ଅନେକ କନ୍ୟା ଏବେ ବି ଲିଙ୍ଗଗତ ଭେଦଭାବ, ଶିକ୍ଷାର ଅଭାବ, ବାଲ୍ୟ ବିବାହ ଏବଂ ଅସମାନ ବ୍ୟବହାର ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଜାତୀୟ କନ୍ୟା ଶିଶୁ ଦିବସ ଆମକୁ ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ ଚିନ୍ତା କରିବାକୁ ଏବଂ ସେଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଏକାଠି କାମ କରିବାକୁ ମନ୍ତବ୍ୟ ରଖିଥିଲେ। ରଣପୁର କୋର୍ଟର ଓକିଲ ତଥା ପ୍ରିୟବ୍ରତ ପ୍ରହରାଜ, ସୁଭାଷ ଚନ୍ଦ୍ର ଜେନା, ସୁଦର୍ଶନ ମାନସିଂ, ଶ୍ରୀକାନ୍ତ କୁମାର ସାହୁ, ନରେଶ କୁମାର ପଟ୍ଟନାୟକ ଯୋଗ ଦେବା ସହ ବିଭିନ୍ନ ଆଇନ ସଚେତନତା ପାଇଁ ନିଜର ପରିପ୍ରକାଶ କରିଛନ୍ତି। କନ୍ୟା ସନ୍ତାନକୁ ଶିକ୍ଷା ଦେବା ଅର୍ଥ ହେଉଛି ଏକ ସମ୍ପୂର୍ଣ୍ଣ ପରିବାର ଏବଂ ଶେଷରେ ଦେଶକୁ ଶିକ୍ଷା ଦେବା। ଯେତେବେଳେ ଝିଅମାନଙ୍କୁ ଶିକ୍ଷିତ କରାଯାଏ, ସେମାନେ ଆତ୍ମବିଶ୍ୱାସୀ, ସ୍ୱାଧୀନ ଏବଂ ସମାଜରେ ସକାରାତ୍ମକ ଅବଦାନ ଦେବାରେ ସକ୍ଷମ ହୋଇଯାଆନ୍ତି। ଆଜି ଆମେ ଭାରତୀୟ ମହିଳାମାନଙ୍କୁ ବୈଜ୍ଞାନିକ, ଡାକ୍ତର, ଶିକ୍ଷକ, ଖେଳାଳି, ପାଇଲଟ ଏବଂ ନେତା ଭାବରେ ଉତ୍କର୍ଷ ହାସଲ କରୁଥିବା ଦେଖି ଏହା ପ୍ରମାଣିତ କରେ ଯେ ସମାନ ସୁଯୋଗ ଦିଆଗଲେ କନ୍ୟାମାନେ ଯେକୌଣସି ଜିନିଷ ହାସଲ କରିପାରିବେ। ଏହି ଦିନରେ ଆସନ୍ତୁ ଆମେ ଝିଅମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ସ୍ୱପ୍ନକୁ ସମର୍ଥନ କରିବା ଏବଂ ଭେଦଭାବ ବିରୁଦ୍ଧରେ ଠିଆ ହେବା ପାଇଁ ପ୍ରତିଶ୍ରୁତି ଦେବା। ଆସନ୍ତୁ ଆମେ ଏପରି ଏକ ସମାଜ ସୃଷ୍ଟି କରିବା ଯେଉଁଠାରେ ପ୍ରତ୍ୟେକ ଝିଅ ସୁରକ୍ଷିତ, ମୂଲ୍ୟବାନ ଏବଂ ସଶକ୍ତ ଅନୁଭବ କରିବେ। ଏକାଠି ଆମେ ଏକ ଭବିଷ୍ୟତ ନିର୍ମାଣ କରିପାରିବା ଯେଉଁଠାରେ ଝିଅମାନେ କେବଳ ସୁରକ୍ଷିତ ନୁହେଁ ବରଂ ପାଳନ କରାଯାଏ। ସରସ୍ୱତୀ ଶିଶୁ ମନ୍ଦିର ରଣପୁର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତର ଜାତୀୟ କନ୍ୟା ସନ୍ତାନ ଦିବସ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ଅଧିକାର ମିତ୍ର ଶ୍ରୀ ପ୍ରମୋଦ କୁମାର ସାହୁ, ହୃଷିକେଶ ନାୟକ, କୁନିବାଳ ବିଶ୍ୱାଳ, ଲିଟୁନା ଦେଓ ଏବଂ ଜିତେନ୍ଦ୍ର ସ୍ୱାଇଁ ଓ କୋର୍ଟର କର୍ମଚାରୀ ଜିତେନ୍ଦ୍ର ବେହେରା, ଅବକାଶ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ କୃଷ୍ଣଚନ୍ଦ୍ର ସାହୁ ସହଯୋଗ କରିଥିଲେ। ରଣପୁରରୁ ବିପିନ ପ୍ରହରାଜଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।